ନମସ୍କାର ଜୟ ଜଗନ୍ନାଥ ଶିଶୁ ସୁରଭି 2024 ସୃଜନଶୀଳ ଲିଖନର ଆମ ସଂସ୍କୃତି ଓ ପରିବର୍ତ୍ତିତ ଜୀବନଶୈଳୀ ବିଷୟରେ ଆସନ୍ତୁ ଦେଖିବା। ସୃଜନଶୀଳ ଲିଖନ ବିଷୟ ଓଡ଼ିଶାର ସଂସ୍କୃତି ଓ ପରିବର୍ତ୍ତିତ ଜୀବନଶୈଳୀ। ଉତ୍କଳ ପ୍ରାକୃତିକ ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର। ଏହାର ନୈସର୍ଗିକ ସୁଷମା ଅତ୍ୟନ୍ତ ମନମୁଗ୍ଧକର। ଏହାର ଐତିହ୍ୟ ଓ ସଂସ୍କୃତି ହେଉଛି ମହାନ। ସାମାଜିକ ଜୀବନର ପରମ୍ପରା, ଆଦର୍ଶ, ରୀତିନୀତି, ଚାଲିଚଳଣି, ଖାଦ୍ୟପେୟ, ବେଶଭୂଷା ଆଦିକୁ ଆମେ ସଂସ୍କୃତି ବୋଲି କହିଥାଉ। ଯେଉଁ ଜାତିର ଆଦର୍ଶ ଚିନ୍ତାଧାରା, ଜ୍ଞାନ ଓ ସୃଜନ ଶକ୍ତି ତଥା ଆତ୍ମବିଶ୍ୱାସ ଯେତେ ବିସ୍ତୃତ, ସେ ଜାତିର ସଂସ୍କୃତି ସେତେ ଉନ୍ନତ। ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ନିଜର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି। ଆମ ଓଡ଼ିଆ ସଂସ୍କୃତି ହେଉଛି ପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ ସଂସ୍କୃତି। ଯାହାଙ୍କର ଦାଣ୍ଡ ବଡ଼ଦାଣ୍ଡ, ଯାହାଙ୍କର ପ୍ରସାଦ ମହାପ୍ରସାଦ। ଏଠାରେ 12 ମାସରେ 13 ପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଏ। ଆମର ସଂସ୍କୃତି ଆମକୁ ଶିଖାଏ ବସୁଧୈବ କୁଟୁମ୍ବକମ୍ ଓ ଅତିଥି ଦେବ ଭବ। ଓଡ଼ିଆମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ 60 ପଉଡ଼ ଭୋଗ ହୁଏ। ଆମ ଓଡ଼ିଆମାନଙ୍କର ଦହି ପଖାଳ, ଶାଗ ଭଜା, ବଡ଼ି ଚୁରା, ଆମ୍ବିଳ ଓ ସାକରରେ ଭରି ରହିଥାଏ ମା ଅନ୍ନପୂର୍ଣ୍ଣାଙ୍କର ସ୍ୱାଦ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ଭ୍ରାତୃତ୍ୱଭାବ ଶିଖାଇଥାଏ ଆମ ସଂସ୍କୃତି। ସମଗ୍ର ବିଶ୍ୱକୁ ଶାନ୍ତି, ସମତା ଓ ଭ୍ରାତୃତ୍ୱର ଦିଗ୍ଦର୍ଶନ ଦିଏ ଆମ ସଂସ୍କୃତି। ଉତ୍କଳର ସଂସ୍କୃତିକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣାବଳୀ। ଇତିହାସ ସାକ୍ଷୀ ରହିଛି, ଏ ମାଟିରେ ପାଦ ଦେଇ ଦିନେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦେଇ ସମୂହ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବାର ନିଦର୍ଶନ ଦେଖିବାକୁ ମିଳେ ବାଜି ରାଉତ ଓ ଧର୍ମପଦର କାହାଣୀରୁ। ଏକଦା ଓଡ଼ିଆ ଜାତିର ବୀରତ୍ୱ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ସେଥିପାଇଁ ତ କୁହାଯାଏ, ଗୌରବମୟ ମୋ ଜାତି ଇତିହାସ, ବୀରତ୍ୱର ଗାଥା ଗାଏ, ସଂସ୍କୃତି ମହାନ ପରମ୍ପରା ତାର ଜୀବନର କଥା କହେ। ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଅତୀବ ମନୋଲୋଭା। ପ୍ରତିଟି ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ଦେଖିବାକୁ ମିଳେ ଓଡ଼ିଆ କାରିଗରମାନଙ୍କର ନିଖୁଣତା ଓ ନିପୁଣତାର ନିଦର୍ଶନ। କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ତଥା ରାଜାରାଣୀ ମନ୍ଦିର ସେଥିମଧ୍ୟରୁ ଅନ୍ୟତମ। କୋଣାର୍କର ସୂର୍ଯ୍ୟ ମନ୍ଦିର ଏପରି ଭାବରେ ନିର୍ମାଣ ହୋଇଥିଲା ଯେପରି ବିଦେଶୀ ତଥା ଶତ୍ରୁମାନଙ୍କର ଜାହାଜକୁ ନିଜ ଆଡ଼କୁ ଟାଣି ଆଣୁଥିଲା। ଠିକ୍ ସେହିପରି ସବୁ ମନ୍ଦିରର ଛାଇ ଥିଲେ ମଧ୍ୟ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଛାଇ ନାହିଁ ଏବଂ ଏହାର ଶିଖରରେ ଉଡ଼ିଥିବା ପତିତପାବନ ବାନା ପବନର ବିପରୀତ ଦିଗରେ ସର୍ବଦା ଉଡ଼ୁଥାଏ। ଏହାଛଡ଼ା ପିପିଲିର ଚାନ୍ଦୁଆ, କଟକର ସୁନା ରୂପାର ତାରକସି କାମ, ବ୍ରହ୍ମପୁରର ପାଟ ପିତ୍ତଳ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିଲେ ସମସ୍ତେ ବିସ୍ମିତ ହୁଅନ୍ତି। ଓଡ଼ିଆ ଜାତୀୟ ଜୀବନକୁ ପ୍ରାଣବନ୍ତ, ଋଦ୍ଧିବନ୍ତ ତଥା ରସସିକ୍ତ କରିଛି ଏହାର ଭାଷା ଓ ସାହିତ୍ୟ। ଓଡ଼ିଆ ଭାଷାରେ ରଚିତ ଭାଗବତ, ମହାଭାରତ, ରାମାୟଣ ଘରେ ଘରେ ପରିଚିତ। ଓଡ଼ିଆ ଢଗଢମାଳି ଓ ଲୋକଗଳ୍ପ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ସମ୍ପଦ। ଏତଦ୍‌ବ୍ୟତୀତ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ଛନ୍ଦମୟ ସୁଲଳିତ ଭଙ୍ଗୀ ନିମନ୍ତେ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ୱତନ୍ତ୍ର। ଛଉ, ଗୋଟିପୁଅ, ପାଇକ, ଦଣ୍ଡ, ରଣପା ଆଦି ଲୋକନୃତ୍ୟ ଜୀବନକୁ ସରସ ସୁନ୍ଦର କରିଥାଏ। ପାଲା, ଦାସକାଠିଆ, ଯାତ୍ରା, ରାମଲୀଳା ଓଡ଼ିଶାର ସାଂସ୍କୃତିକ ଜୀବନକୁ ଉନ୍ନତ କରେ। ବସନ, ଭୂଷଣ ଓ ଚଳଣୀରେ ଓଡ଼ିଆମାନେ ସାଧାରଣତଃ ଆଡ଼ମ୍ବରଶୂନ୍ୟ ଓ ସରଳ। ବାହ୍ୟ ଚାକଚକ୍ୟ ଅପେକ୍ଷା ଅନ୍ତରର ସଦ୍‌ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନସ୍କରେ। ଆଧୁନିକତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଯୋଗୁଁ ଆମ ଜୀବନଶୈଳୀର ପରିବର୍ତ୍ତନ ଘଟିଛି। ଜନ୍ମଦିନରେ ସତ୍ୟନାରାୟଣ ପୂଜା ପରିବର୍ତ୍ତେ କେକ୍ କାଟି ମହମବତୀ ଲିଭାଇ ଜନ୍ମଦିନ ପାଳନ କରୁଛୁ। ହଜିଗଲାଣି ସେହି ସ୍ନେହ ଆଦର ବୋଳା ବାପା ବୋଉ ଡାକ। ତା ପରିବର୍ତ୍ତେ ଆମେ ଡାକୁଛେ ଡାଡି ଓ ମମି। ଯେଉଁ ଓଡ଼ିଆଣୀର ପରିଚୟ ଦିନେ ତା ମଥାର ଓଢ଼ଣା ଥିଲା, ତାହା ଆଉ ନାହିଁ। ଶାଢ଼ୀ ପରିବର୍ତ୍ତେ ଆମେ ନାଇଟି, ଚୁଡ଼ିଦାର, ଜିନ୍ସ ପିନ୍ଧୁଛୁ। ଯେଉଁ ସଂସ୍କୃତି ଆମ ଗୁରୁଜନମାନଙ୍କୁ ଆଣ୍ଠୁମାଡ଼ି ନମସ୍କାର କରିବା ଶିଖାଇଥିଲା,
ତାହାକୁ ଆମେ ଭୁଲି ହାଏ ହେଲେ କହୁଛୁ। ମା ହାତ ତିଆରି ମଣ୍ଡା ପିଠା ଓ ଚକୁଳି ପିଠାକୁ ଭୁଲି ମୋମୋସ୍ ଓ ଦୋସା ଖାଇବାକୁ ଇଚ୍ଛା କରୁଛୁ। ଆଧୁନିକତା ନାମରେ ଅଶ୍ଳୀଳ ପୋଷାକ ପିନ୍ଧୁଛୁ। ଅଧିକ ଦୁଃଖ ଲାଗେ ଯେତେବେଳେ ଆମେ ଭଗବାନଙ୍କର ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରିବା ସମୟରେ ଡିଜେ ବଜାଇ ଅଶ୍ଳୀଳ ନୃତ୍ୟ କରୁ। ଆଧୁନିକତା ନାମରେ ମଦ ପିଇ ନିଜର ତଥା ସମାଜର ଅହିତ ସାଧନ କରୁ। ବର୍ତ୍ତମାନ ବିଦେଶୀମାନେ ଆମ ସଂସ୍କୃତିର ମହତ୍ତ୍ୱକୁ ଉପଲବ୍ଧି କରି ଆମ ସଂସ୍କୃତିକୁ ଆପଣେଇ ନେଉଛନ୍ତି। ଆଧୁନିକତା ନାମରେ ନିଜର ମୌଳିକତାକୁ ଭୁଲି ନ ଯାଇ ବିକାଶ ପଥରେ ଅଗ୍ରସର ହେବା ହିଁ ପ୍ରକୃତ ସଂସ୍କୃତିର ପରିଚୟ। ଧନ୍ୟବାଦ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲ୍ ଲର୍ନ ୱିଥ୍ ରଶ୍ମିତାଟିକୁ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।